ଚାଷୀର କଥା ଶୁଣିବ ନା ଗଭର୍ଣ୍ଣମେଣ୍ଟ? କାହାର ବଡ଼ ବଡ଼ ମିଲ୍ ମାନଙ୍କର କଥା ଶୁଣିବ, ବଡ଼ ବଡ଼ ମାଲିକ ମାନଙ୍କର କଥା ଶୁଣିବ? ଆଜି ବିଷ ଖାଇବା ପାଇଁ ପ୍ରସ୍ତୁତ ଅଛି ଚାଷୀ। ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତରେ ମାଣ୍ଡି ଏପର୍ଯ୍ୟନ୍ତ ଚାଲୁନାହିଁ, ବିଷ ଖାଇବା ପାଇଁ ବିଷ। ମୋ ନାଁ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାସ। ମୁଁ ଆଜି ଚିତ୍ରାଙ୍ଗପଲ୍ଲୀ ଜିପିରୁ 98 ଗାଁ ଆମର। ଆମେ ଚାଷୀମାନେ ଧାନ ବିକ୍ରି କରୁନି, ସେଥିପାଇଁ ସମସ୍ତେ ଆଜି ରାସ୍ତାରେ ଓହ୍ଲେଇଲି। ଆମର ଧାନ ସବୁ ମାଣ୍ଡିରେ ପଡ଼ିଛି। ଆମର ଦୁଃଖ ସୁଖ ବୁଝିବା ପାଇଁ କେଉଁ ସରକାର ନାହିଁ। ଯେତେ ସରକାର ହେଉଛି ଡବଲ ସରକାର ହେଇକରି ମାତ୍ର ଆମର ଧାନ ଉଠୁନାହିଁ। ଆମେ ଆଜି ସମସ୍ତେ ରାଜରାସ୍ତାରେ ଓହ୍ଲାଇଛୁ। ଆମର ଟୋକନ୍ ବି ଉଡ଼ିଯିବ। ଆମର ଟୋକନ୍ ପାଇଁ କେତେ ଲୋକଙ୍କ ଟୋକନ୍ ବି ଉଡ଼ି ଯାଇଛି। ହେଲେ ବି ଆମେ ଧାନ ବିକି ପାରୁନି। ଆମର ଧାନ ବିକିବା ପାଇଁ ଆମେ ସମସ୍ତେ ମୋଟାମୋଟି ରାଜରାସ୍ତାରେ ଛିଡ଼ା ହେଇଛି। ସରକାର ଯଦି ଏହାର କ'ଣ ଅଛି ବିବିଧି ନ କରିବେ ହେଲେ ଆମେ ବିଷ ପିଇକିରି ସମସ୍ତେ ମରିଯିବା। मोर ना कौशल्या कवासी मु चित्रांगपल्ली जिपिर सरपंच। आज जो मंडी विषय आज राजरास्ता आमर चाषी भाई मैंने चित्रांगपल्ली जिपिर चाषी भाई मैंने राजरास्ता उलुंट मंडी विषय नहीं कि बहुत समस्या हो। आज पर्यंत से मंडी धान उठी पार ना। 5-6टा मंडी एमती लेफ्ट से जाफल जार जार टोकेन उड़ा जाऊँगी। तेणु से आम आज रास्ता जाम कर चाषी मैंने कार कथा शुणी ना जहाँफल आम आज मंडी विषय नहीं यार समाधान जमी सरकार करें से सरकार को अनुरोध कर आज्ञा यहाँ चाषी मान हिसाब से कहीं एपर्यंत धान किणा होना से मंडी रे धान अच्छी से आज पर्यंत धान उठी पार ना। आते बड़े मंडी डेट आसूची किंतु से टाइम रे एते मंडी लेफ्ट से जाऊँगी। सेमती लोक आज बाध्य आज राजरास्ता को उल्लैवा।